କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଆଜି ସକାଳୁ ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାତ୍ରବସା ମନ୍ଦିର ନିକଟରେ ଏକ କୁମ୍ଭୀର ଥିବା କିଛି ଲୋକ ଦେଖୁଥିଲେ। ଗତ 2 ଦିନ ତଳେ ମଧ୍ୟ କେନାଲରେ କୁମ୍ଭୀର ଥିବା ଲୋକ ଦେଖିଥିଲେ। ଆଜି ପୁଣି କୁମ୍ଭୀର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାତ୍ରବସା ନିକଟରେ ଦେଖାଯିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ଏନେଇ ଖବର ପ୍ରସାରିତ ହେବା ପରେ କୁମ୍ଭୀର ଦେଖିବା ପାଇଁ ବହୁ ଲୋକ କେନାଲ ନିକଟରେ ରୁଣ୍ଡ ହୋଇଥିଲେ, କିନ୍ତୁ କେନାଲରେ ପ୍ରାୟ 10 ଫୁଟର ପାଣି ଥିବାରୁ ପାଣି ଭିତରେ କୁମ୍ଭୀରଟି ରହିଯାଇଥିବା କୁହାଯାଇଛି। ଏନେଇ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର୍ କଲାଇଭାନାଙ୍କ ସହ ଫୋନରେ ଯୋଗାଯୋଗ କରାଯାଇଥିଲା। ତୁରନ୍ତ କୁମ୍ଭୀରର ସନ୍ଧାନ ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିନ 12ଟା ବେଳେ ଖୋଦ୍ ଥୁଆମୂଳ ରାମପୁର ବନାଞ୍ଚଳ ଅଧିକାରୀ ତ୍ରିନାଥ ସେଠୀଙ୍କ ନେତୃତ୍ୱରେ କିଛି ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ଠାବ ନେଇ ପ୍ରୟାସ ଜାରି ରଖିଛନ୍ତି। ପଶ୍ଚିମାଞ୍ଚଳ ମୁଖ୍ୟ ମହେଶ୍ୱର ପତିଙ୍କ ରିପୋର୍ଟ, ଉତ୍କଳ ଜାଗ୍ରତ ବାର୍ତ୍ତା।